ଆସନ୍ତୁ ଆଜି ଆମେ ଦୁଇ ଭଉଣୀ ସୀତା ଆଉ ଗୀତାଙ୍କ କାହାଣୀ ଶୁଣିବା। ଦୁଇଙ୍କ ସ୍ୱଭାବ ଆଉ ଚରିତ୍ର ପୂରାପୂରି ଅଲଗା, ଆଉ ସେଇ ଚରିତ୍ର ହିଁ ସେମାନଙ୍କୁ ଦୁଇଟା ଭିନ୍ନ ଭିନ୍ନ ରାସ୍ତାରେ ନେଇଗଲା। କେବଳ ଭାଗ୍ୟ ନୁହେଁ, ବରଂ ଆମର ନିଜ ପସନ୍ଦ ଆଉ ଆମ ସ୍ୱଭାବ କେମିତି ଆମ ଭବିଷ୍ୟତ ଗଢ଼ିଥାଏ, ଏ କାହାଣୀ ହେଉଛି ତାର ଏକ ଜୀବନ୍ତ ଉଦାହରଣ। ଦେଖନ୍ତୁ, ଦୁଇ ଭଉଣୀଙ୍କ ଭିତରେ ଫରକଟା ଆକାଶ ପାତାଳ ଥିଲା। ସୀତା ଥିଲା ଏକଦମ ନମ୍ର, ସଂସ୍କାରୀ। ତାର ଦୟାଳୁ ସ୍ୱଭାବ ପାଇଁ ସମସ୍ତେ ତାକୁ ଭଲ ପାଉଥିଲେ। ହେଲେ ଆର ପଟେ ଥିଲା ଗୀତା, ନିଜ ସୁନ୍ଦରତା ଆଉ ବୁଦ୍ଧିର ଗର୍ବରେ ସବୁବେଳେ ମସ୍କୁର ରହୁଥିଲା। ଆଉ ତାପରେ ଆସିଲା ସେମାନଙ୍କ ଜୀବନର ସବୁଠୁ ବଡ଼ ନିଷ୍ପତ୍ତି, ବିବାହ। ଆଉ ଜାଣିଛନ୍ତି, ଏଇ ଗୋଟିଏ ନିଷ୍ପତ୍ତି ହିଁ ସେମାନଙ୍କ ରାସ୍ତାକୁ ସବୁଦିନ ପାଇଁ ଅଲଗା କରିଦେଲା। ଏହା ଥିଲା ସେମାନଙ୍କ ଚରିତ୍ରର ଅସଲ ପରୀକ୍ଷା। ଗୀତାର ମନ ଭିତରେ କ'ଣ ଥିଲା, ତାର ଏଇ ଗୋଟିଏ କଥାରୁ ପୁରା ସ୍ପଷ୍ଟ ହୋଇଗଲା। ନିଜ ଭଉଣୀ ପାଇଁ ଖୁସି ହେବା ବଦଳରେ ସେ ତାକୁ ଥଟ୍ଟା କଲା, କାରଣ ତା ଆଖିରେ ଧନ ସମ୍ପତ୍ତି ଆଗରେ ଆଉ କିଛି ବି ଦେଖାଯାଉନଥିଲା। କିନ୍ତୁ ସେପଟେ ସୀତା, ସେ ନିଜ ବାପାଙ୍କ ନିଷ୍ପତ୍ତି ଉପରେ ପୁରା ଭରସା କଲା। କାରଣ ତା ପାଇଁ ଟଙ୍କା ପଇସା ନୁହେଁ, ମଣିଷର ଚରିତ୍ର ହିଁ ସବୁଠୁ ବଡ଼ ଥିଲା। ଆଉ ତାର ଏଇ ବିଶ୍ୱାସ ଆଉ ନମ୍ରତା ହିଁ ଥିଲା ତାର ଅସଲ ସମ୍ପତ୍ତି। ତ ବିବାହ ତ ହେଇଗଲା, କିନ୍ତୁ ତାପରେ କ'ଣ ହେଲା? ଯାହା ବାହାରକୁ ଦେଖାଯାଉଥିଲା, ଭିତରର ସତ କ'ଣ ସେଇଆ ଥିଲା? ଚାଲନ୍ତୁ ଦେଖିବା, ପ୍ରେମ ଆଉ ବିଳାସ ଭିତରୁ କିଏ ଜିତିଲା। ଏବେ ଦେଖନ୍ତୁ ଦୁହିଁଙ୍କ ଜୀବନର ଚିତ୍ର। ଗୋଟେ ପଟେ ସୀତାର ଛୋଟ ଚାଳଛପର ଘର, ଯେଉଁଠି ପ୍ରେମ ଆଉ ଖୁସି ଭରି ରହିଥିଲା। ଆଉ ଆରପଟେ ଗୀତାର ବିରାଟ ମହଲ, ଯେଉଁଠି ଥିଲା କେବଳ ଏକାକୀପଣ ଆଉ ଅପମାନ। ଏଥିରୁ ଗୋଟିଏ କଥା ତ ସ୍ପଷ୍ଟ, ଯେ ଅସଲ ସୁଖ ଟଙ୍କାରେ ମିଳେନି। ଗୀତାର ବିବାହର ଅସଲି ଚେହେରା କ'ଣ ଥିଲା ଜାଣିଛନ୍ତି? ତା ସ୍ୱାମୀ ମୋହନର ଏଇ ଗୋଟିଏ ବାକ୍ୟ ହିଁ ସବୁକିଛି କହିଦେଉଛି। ତାକୁ ଜଣେ ଜୀବନସାଥୀର ସମ୍ମାନ ମିଳୁନଥିଲା, ବରଂ ଗୋଟେ ସୁନ୍ଦର ଜିନିଷ ଭଳି ବ୍ୟବହାର କରାଯାଉଥିଲା। କିନ୍ତୁ ଶୁଣନ୍ତୁ, କାହାଣୀ ଏହିଠି ସରିନି। ଭାଗ୍ୟର ଖେଳ ଏମିତି ବଦଳିଲା ଯେ ସବୁକିଛି ପୂରା ଓଲଟା ପାଲଟା ହେଇଗଲା। ଏବେ ପାଳିଥିଲା କଠିନ ପରିଶ୍ରମ ଆଉ ଅହଙ୍କାରର ଫଳ ପାଇବାର। ସୀତା ଓ ରାମ ଗୋଟେ ବହୁତ ବଢ଼ିଆ କାମ କଲେ। ସେମାନେ ଭାବିଲେ, ଆମେ ଆମ ପରିଶ୍ରମର ଫଳ କାହିଁକି ମଝି ବେପାରୀଙ୍କୁ ଦେବା? ଆମେ ସିଧା ସହରକୁ ଯାଇ ଲୋକଙ୍କୁ ବିକିବା। ଏହା ଥିଲା ତାଙ୍କ ସମ୍ପର୍କ ଓ ବୁଝାମଣାର ଶକ୍ତି। ଆଉ ଫଳ କ'ଣ ମିଳିଲା ଜାଣନ୍ତି? ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ଦିନକୁ 10,000 ଟଙ୍କା। ଭାବିପାରୁଛନ୍ତି? ଏହା କେବଳ ଟଙ୍କା ନଥିଲା, ଏହା ଥିଲା ସେମାନଙ୍କର କଠିନ ପରିଶ୍ରମ, ସାହସ ଆଉ ପରସ୍ପର ଉପରେ ଥିବା ବିଶ୍ୱାସର ପୁରସ୍କାର। ଆଉ ଠିକ୍ ସେହି ସମୟରେ ଯେତେବେଳେ ସୀତାର ଭାଗ୍ୟ ଚମକୁଥିଲା, ସେପଟେ ଗୀତାର ଦୁନିଆ ଅନ୍ଧାର ହୋଇଯାଉଥିଲା। ଯେଉଁ ଧନ ସମ୍ପତ୍ତିର ସେ ଏତେ ଗର୍ବ କରୁଥିଲା, ତାହା ଦେଖୁ ଦେଖୁ ମାଟିରେ ମିଶିଗଲା। ସବୁକିଛି ହରେଇଲା ପରେ ଗୀତାର ଅହଙ୍କାର ଚୁରମାର ହେଇଗଲା। ହେଲେ ଜାଣିଛନ୍ତି, ଏଇ ପତନ ହିଁ ତା ପାଇଁ ଗୋଟେ ନୂଆ ରାସ୍ତା ଖୋଲିଦେଲା। ଏହା ଥିଲା ନିଜ ଭୁଲକୁ ସୁଧାରି ନିଜକୁ ପୁଣି ଥରେ ଗଢ଼ିବାର ଏକ କଠିନ ଯାତ୍ରା। ତାହାର ଅବସ୍ଥା କେତେ ଖରାପ ଥିଲା, ତାହା ଶାଶୁର ଏଇ କଥାରୁ ହିଁ ଜଣାପଡ଼େ। କେତେ ନିର୍ଦ୍ଦୟ ଭାବେ ତାକୁ ଘରୁ ବାହାର କରିଦିଆଗଲା। ଯେଉଁ ଘରକୁ ସେ ନିଜର ଭାବୁଥିଲା, ସେଠୁ ତାକୁ ଖାଲି ହାତରେ ତଡ଼ି ଦିଆଗଲା। ଆଉ କୌଣସି ରାସ୍ତା ନ ପାଇ ନିଜ ଅହଙ୍କାରକୁ ପଛରେ ପକାଇ ଗୀତା ଶେଷରେ ପହଞ୍ଚିଲା ତା ଭଉଣୀ ସୀତା ପାଖରେ। ଆଉ ତା ପାଦତଳେ ପଡ଼ି ନିଜର ସବୁ ଭୁଲ ପାଇଁ କ୍ଷମା ମାଗିଲା। ଏଇଠୁ ଆରମ୍ଭ ହେଲା ତାର ଅସଲ ପରିବର୍ତ୍ତନ। ଆଉ ଏଇଠୁ ଆରମ୍ଭ ହେଲା ଗୀତାର ନୂଆ ଜୀବନ। ପ୍ରଥମେ ସେ ମାଟିରେ କାମ କରି ପରିଶ୍ରମର ମୂଲ୍ୟ ବୁଝିଲା। ବହୁତ କଷ୍ଟ ହେଲା, କିନ୍ତୁ ସୀତା ତାକୁ ସାହସ ଦେଲା। ଧୀରେ ଧୀରେ ଦୁଇ ଭଉଣୀ ମିଶି ପଇସା ସଞ୍ଚୟ କଲେ, ସହରରେ ଏକ ରେଷ୍ଟୁରାଣ୍ଟ ଖୋଲିଲେ, ଆଉ ଦେଖୁ ଦେଖୁ ସଫଳ ଉଦ୍ୟୋଗୀ ଭାବେ ପରିଚିତ ହେଲେ। ଗୀତା ଏବେ ନିଜ ଗୋଡ଼ରେ ଠିଆ ହୋଇସାରିଥିଲା। ସେ ସଫଳ ଥିଲା, ଆତ୍ମନିର୍ଭରଶୀଳ ଥିଲା। ହେଲେ ତାର ଅତୀତ ପୁଣି ତା ସାମ୍ନାକୁ ଫେରି ଆସିଲା। ଆଉ ଏଥର ଥିଲା ତାର ଆତ୍ମସମ୍ମାନର ଅସଲ ପରୀକ୍ଷା। ଆଉ କିଏ ଫେରିଲା ଜାଣିଛନ୍ତି? ମୋହନ। ଯେତେବେଳେ ସେ ଶୁଣିଲା ଯେ ଗୀତା ଏତେ ସଫଳ ହୋଇଯାଇଛି, ସେ ଆସିଲା କ୍ଷମା ମାଗିବାକୁ। ତେବେ କ୍ଷମା କ'ଣ ସତ ଥିଲା, ନା କେବଳ ଗୀତାର ସମ୍ପତ୍ତି ପାଇଁ ଥିଲା? କିନ୍ତୁ ଆଜିର ଗୀତା ଆଉ ସେ ପୁରୁଣା ଦୁର୍ବଳ ଗୀତା ନଥିଲା। ସେ ନିଜର ମୂଲ୍ୟ ବୁଝିସାରିଥିଲା। ଆଉ ତାର ଜବାବ ଶୁଣନ୍ତୁ, କେତେ ଦୃଢ଼, କେତେ ଶକ୍ତିଶାଳୀ। ପୂରା ଦୃଢ଼ତାର ସହ ସେ ନିଜ ଅତୀତକୁ ପ୍ରତ୍ୟାଖ୍ୟାନ କଲା। ଏହା ହିଁ ଥିଲା ତାର ସମ୍ପୂର୍ଣ୍ଣ ପରିବର୍ତ୍ତନର ପ୍ରମାଣ। ତେବେ ଏ କାହାଣୀ ଶେଷରେ ଗୋଟିଏ ବଡ଼ ପ୍ରଶ୍ନ ଛାଡ଼ିଯାଉଛି। ପ୍ରକୃତ ସମ୍ପତ୍ତି କ'ଣ? ଆମ ପାଖରେ ଥିବା ଧନଦୌଲତ, ନା ଆମର ନିଜ ଚରିତ୍ର, ଆମ ସ୍ନେହ ଆଉ ଆମ ଆତ୍ମସମ୍ମାନ? ଏ ବିଷୟରେ ଟିକେ ଭାବିବା ନିହାତି ଦରକାର।